ମନରେ କାମ ବାସନା ତଥା ଖରାପ ଚିନ୍ତା ଆସୁଛି ସେମାନେ ଏହି ଭିଡ଼ିଓଟିକୁ ନିଶ୍ଚୟ ଦେଖନ୍ତୁ। ରାଧେ ରାଧେ, ଜୟ ଜଗନ୍ନାଥ ବନ୍ଧୁ। ଏକଦା ଦେବଶ୍ରୀ ନାରଦ ଦେବରାଜ ଇନ୍ଦ୍ରଙ୍କ ସହ ସାକ୍ଷାତ କରିବା ପାଇଁ ଇନ୍ଦ୍ରଲୋକ ଯାଇଥିଲେ। ସେହି ସମୟରେ ସେ ଦେଖିଲେ ଯେ ଇନ୍ଦ୍ରଦେବ ଉର୍ବଶୀ, ମେନକା ଏବଂ ରମ୍ଭା ସହିତ ଭୋଗ ବାସନାରେ ବ୍ୟସ୍ତ ଥିଲେ। ଇନ୍ଦ୍ରଦେବ ଭୋଗ ବିଷୟରେ ଏତେ ବୁଡ଼ି ଯାଇଥିଲେ ଯେ ସେ ଦେବଶ୍ରୀଙ୍କୁ ସାକ୍ଷାତ କରିବା ପାଇଁ ମଧ୍ୟ ଆସିନଥିଲେ। ଏହି କଥା ଦେବଶ୍ରୀ ନାରଦଙ୍କ ମନରେ ବହୁତ ଦୁଃଖ ଦେଇଥିଲା। ତାଙ୍କ ମନରେ ପ୍ରଶ୍ନ ଉଠିଲା ଯେ ଦେବତା, ମନୁଷ୍ୟ ସମସ୍ତେ କାହିଁକି ଏତେ ଇନ୍ଦ୍ରିୟ ବିଷୟରେ ଭୋଗରେ ଲୀନ ହୋଇଯାଉଛନ୍ତି ଯେ ସେମାନେ ନିଜ କର୍ତ୍ତବ୍ୟ ଓ କର୍ମପଥରୁ ବିଚ୍ୟୁତ ହୋଇଯାଉଛନ୍ତି। ଏହାପରେ ସେ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ବାହାରିଲେ। କିନ୍ତୁ ଅନ୍ୟ ଏକ ପ୍ରଶ୍ନ ଉଠିଲା ଯେ ଏହି ପ୍ରଶ୍ନର ଉତ୍ତର କିଏ ଦେଇପାରିବ? କିଛି କ୍ଷଣ ଚିନ୍ତା କରିଲା ପରେ ସେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଏହି ପ୍ରଶ୍ନର ଉତ୍ତର କେବଳ ସେହି ବ୍ୟକ୍ତି ଦେଇପାରିବ ଯିଏ ନିଜେ ଏହି ଭୋଗ ବାସନାର ମୁକ୍ତ। ଏହି କଥା ବି ତାଙ୍କ ମନକୁ ଆସିଲା ଯେ ସେହି ବ୍ୟକ୍ତି ଆଉ କେହି ନୁହନ୍ତି, ସ୍ୱୟଂ ମହାଦେବଙ୍କ ଅବତାର ମହାବୀର ହନୁମାନ, ଯିଏକି ସମସ୍ତ ପ୍ରକାର ବିଷୟ ବାସନାରୁ ବହୁ ଦୂରରେ। ଏହି କଥା ଚିନ୍ତା କରି ସେ କାଳ ବିଳମ୍ବ ନ କରି ଇନ୍ଦ୍ରଲୋକରୁ ପ୍ରସ୍ଥାନ ନେଇ ମହାବୀର ହନୁମାନଙ୍କ ପାଖରେ ପହଞ୍ଚିଥିଲେ। ସେହି ସମୟରେ ହନୁମାନ ତପ କରିବାରେ ବ୍ୟସ୍ତ ଥିଲେ। ନାରଦ ମୁନି ଆଗମନ ମାତ୍ରେ ସେ ନିଜ ଆଖି ଖୋଲି ହାତ ଯୋଡ଼ି ପ୍ରଣାମ କରିଲେ ଓ ସମ୍ମାନର ସହ ପଚାରିଲେ, ପ୍ରଣାମ ଦେବଶ୍ରୀ, ସବୁ କୁଶଳ ମଙ୍ଗଳ ଅଛି ତ? କୁହନ୍ତୁ, ମୋ ପାଇଁ କେଉଁ ବାର୍ତ୍ତା ନେଇ ଆସିଛନ୍ତି? ଅନ୍ୟପଟରେ ନାରଦ ମୁନି ମଧ୍ୟ ଉତ୍ତରରେ ପ୍ରଣାମ ଜଣାଇ କହିଲେ, ନା ବୀର ହନୁମାନ, ସେପରି କୌଣସି ବାର୍ତ୍ତା ନାହିଁ। ମୁଁ କେବଳ ଆପଣଙ୍କଠାରୁ ଗୋଟିଏ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଥିଲି। ଏହି କଥା ଶୁଣି ହନୁମାନ କହିଲେ, କ'ଣ ଆପଣଙ୍କର ପ୍ରଶ୍ନ ମୁନିବର? ମୁଁ ଯଥାସମ୍ଭବ ଚେଷ୍ଟା କରିବି ଉତ୍ତର ଦେବା ପାଇଁ। ତାପରେ ନାରଦ ମହାମୁନି କହିଲେ, ହେ ସଙ୍କଟମୋଚନ, ଆପଣ ହିଁ ଏହି ପ୍ରଶ୍ନର ଉତ୍ତର ଦେଇପାରିବେ। କାରଣ ଆଜି ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ବିଷୟ ଭୋଗ ବାସନା ସ୍ପର୍ଶ କରିନାହିଁ କି କୌଣସି ସ୍ତ୍ରୀ ସହ ଆପଣ ବାସନା ଭୋଗରେ ଲିପ୍ତ ନୁହନ୍ତି। ମୁଁ ଆଜି ଯେତେବେଳେ ଇନ୍ଦ୍ରଲୋକ ଗଲି, ସେଠାରେ ଦେବରାଜ ଇନ୍ଦ୍ର ମୋତେ ସାକ୍ଷାତ କରିବା ପାଇଁ ମଧ୍ୟ ଆସିଲେ ନାହିଁ। କାରଣ ସେ ରମ୍ଭା, ମେନକା ଏବଂ ଉର୍ବଶୀଙ୍କ ସହିତ ବାସନା ଭୋଗରେ ଲିପ୍ତ ଥିଲେ। ମୁଁ ଏହା ବୁଝିପାରୁନାହିଁ ଯେ ଦେବତା, ମନୁଷ୍ୟ ଆଦି ସମସ୍ତେ କାହିଁକି ଏତେ କାମ ବାସନା ଭୋଗରେ ଲୀନ ହୋଇଯାଉଛନ୍ତି ଯେ ସେମାନେ ନିଜ କର୍ତ୍ତବ୍ୟ ଓ କର୍ମପଥରୁ ବିଚ୍ୟୁତ ହୋଇଯାଉଛନ୍ତି। ଏଥିରୁ କ'ଣ ବ୍ୟକ୍ତିର ନିସ୍ତାର ହୋଇପାରିବ ନାହିଁ? ଦେବର୍ଷିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ହନୁମାନ କହିଲେ, ହେ ମୁନିବର, ମୁଁ ନିଶ୍ଚୟ ଏହି ପ୍ରଶ୍ନର ଉତ୍ତର ଦେବି, କିନ୍ତୁ ଏହା ପୂର୍ବରୁ ଆପଣଙ୍କୁ ଗୋଟିଏ ପ୍ରାଚୀନ କାହାଣୀ ଶୁଣିବାକୁ ପଡ଼ିବ। ତାପରେ ନାରଦ ମହାମୁନି କହିଲେ, କ'ଣ ସେହି ପ୍ରାଚୀନ କାହାଣୀ? ସଙ୍କଟମୋଚନ, ଦୟାକରି ମୋତେ କୁହନ୍ତୁ, ମୁଁ ତାକୁ ଶୁଣିବା ପାଇଁ ଇଚ୍ଛୁକ। ଏହାପରେ ହନୁମାନ କାହାଣୀଟି ଆରମ୍ଭ କରିବାକୁ ଯାଇ କହିଲେ, ଏକଦା ଜଣେ ନବଯୁବକ ଜଣେ ଋଷିଙ୍କ ପାଖକୁ ଯାଇ କହିବାକୁ ଲାଗିଲେ, ହେ ଗୁରୁଦେବ, ମୋ ମନରେ କାହିଁକି ଏତେ ଖରାପ ଚିନ୍ତା ଆସୁଛି? ମୋ ମନ ସର୍ବଦା ବାସନା ଭୋଗରେ ଛଟପଟ ହେଉଛି। ମୁଁ ଚାହେଁ ନାହିଁ ଯେ ଏହି ଚିନ୍ତାଧାରା ମୋ ମନରେ ଆସୁ, କିନ୍ତୁ ତଥାପି ମୋ ମନରେ କାମ ବାସନା ସବୁବେଳେ ଜାଗି ଉଠିଥାଏ ଏବଂ ମୁଁ ସେହି ବିଷୟରେ ଚିନ୍ତା କରି ବହୁତ ବିବ୍ରତ ହୁଏ। ମୋର ସମୟ, ମୋର ଶରୀରର ଊର୍ଜା ସବୁ ସେହି ଭାବନାରେ ନଷ୍ଟ ହୋଇଯାଏ। ଏଥିପାଇଁ ମୁଁ କଦାପି ଶାନ୍ତି ରହିବାକୁ ସକ୍ଷମ ହୋଇପାରୁନାହିଁ ଏବଂ ସବୁବେଳେ ସ୍ତ୍ରୀମାନଙ୍କୁ ଦେଖି ଆକର୍ଷିତ ହୋଇଯାଉଛି। ମୁଁ ନିଜକୁ ଅଟକାଇ ପାରୁନାହିଁ। ହେ ସାଧୁ ମହାରାଜ, ଏପରି କାହିଁକି ହେଉଛି? ଯୁବକଟିର ଏପରି ପ୍ରଶ୍ନ ଶୁଣି ଋଷି ସ୍ୱଳ୍ପ ହସିଦେଇ କହିଲେ, ହେ ଯୁବକ, କାମ ବାସନା କ'ଣ, ଏହା ତୁମେ ଜାଣ କି? ଯୁବକଟି ଉତ୍ତର ଦେଲେ, ମୁଁ ଜାଣେ ନାହିଁ ଗୁରୁଦେବ, କି ଏହି କାମ ବାସନା କ'ଣ? କିନ୍ତୁ ଯାହା ବି ହେଉ, ଏହା ଅତ୍ୟନ୍ତ ଖରାପ ଚିନ୍ତା ଅଟେ। ଏହା ଶୁଣି ଋଷି ମହାରାଜ କହିଲେ, ପ୍ରଥମେ ତୁମେ ବୁଝିବାକୁ ହେବ ଯେ ଯେଉଁ ବି ପ୍ରାକୃତିକ ରୂପରେ ଯେଉଁ ବି ଜିନିଷ ଆମ ଭିତରେ ଅଛି, ପ୍ରକୃତରେ ସେସବୁ ନଥାଏ। ଆମ ଜୀବନରେ ଏ ସବୁର କିଛି ନା କିଛି ମହତ୍ତ୍ୱ ଅଛି।
ଯେମିତି ବାସନା କିଛି ଖରାପ କଥା ନୁହେଁ, ଏହା ତ ଆମ ମନର ଭାବନା ଯାହା ଆମ ପାଖରେ ଥିବା କୌଣସି ଜିନିଷର ଅଭାବ ବିଷୟରେ ଆମକୁ ଅବଗତ କରାଇଥାଏ ଓ ଏହାଦ୍ୱାରା ସେହି ଜିନିଷକୁ ପାଇବା ପାଇଁ ଆମେ ତା ପ୍ରତି ଆକର୍ଷିତ ହୋଇଥାଉ। ସେମିତି ଯଦି ତୁମ ପାଖରେ ଧନର ଅଭାବ ଅଛି, ତେବେ ତୁମେ ଟଙ୍କା ପ୍ରତି ଆକର୍ଷିତ ହୋଇଥାଅ। ଏହି ଧନ ପାଇଁ ତୁମ ମନରେ ବାସନା ସୃଷ୍ଟି ହୋଇଥାଏ। ତେଣୁ ବାସନା ଅନ୍ୟ କିଛି ନୁହେଁ, କେବଳ ଏକ ପ୍ରକାର ଅଭାବ ଯାହା ଆମକୁ ଏକ ପ୍ରକାରର ଆବଶ୍ୟକତାର ଅନୁଭବ କରାଇଥାଏ। ଯେତେବେଳେ ଏହି ଆବଶ୍ୟକତା ଶାରୀରିକ ହୋଇଯାଏ, ସେତେବେଳେ ଆମେ ତାହାକୁ କାମ ବାସନା ବୋଲି କହିଥାଉ। ଏହାପରେ ଯୁବକ ଜଣକ ଗୁରୁଦେବଙ୍କୁ କହିଥିଲେ, ଗୁରୁଦେବ, ମୁଁ କାମ ବାସନାର ଅର୍ଥ ତ ବୁଝିଗଲି, କିନ୍ତୁ ଆପଣ ମୋତେ କୁହନ୍ତୁ ଯେ ଏହା କେଉଁଠାରୁ ଏବଂ କାହିଁକି ଆସେ? ତାପରେ ମହାବୀର ହନୁମାନ ପୁଣି କହିଲେ, ହେ ଦେବର୍ଷି, ଯୁବକଟିର ପ୍ରଶ୍ନ ଶୁଣି ଋଷି ମହାରାଜ କହିଲେ, କାମ ବାସନା କୌଣସି ସ୍ଥାନରୁ ଆସେ ନାହିଁ, ବରଂ ଏହା ଆମ ଭିତରେ ଅଛି ଏବଂ ଏହା ରହିବା ଆବଶ୍ୟକ, ଯାହାଦ୍ୱାରା ମାନବ ଜାତିର ବିସ୍ତାର ହେବ। ଏହାପରେ ପୁଣି ଯୁବକ ଜଣକ ପଚାରିଲେ, ଯଦି ଏହା ଆମ ଭିତରେ ଅଛି ଏବଂ ଏହା ରହିବା ଜରୁରୀ ମଧ୍ୟ, ତେବେ ଲୋକମାନେ ଏହାକୁ ଖରାପ ବୋଲି କାହିଁକି କୁହନ୍ତି? ଏହାର ଉତ୍ତରରେ ଋଷିବର କହିଲେ, ଏହା ତ ହେଉଛି ପ୍ରକୃତିର ସମସ୍ୟା। ଲୋକମାନେ ଏହି କାମନା ବାସନାକୁ ଭୁଲ ଅର୍ଥରେ ନେଉଛନ୍ତି। ସେମାନେ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। କାମ ବାସନା ଭୁଲ ନୁହେଁ, କିନ୍ତୁ ଏହା ଭୁଲ ଉପାୟରେ ବ୍ୟବହାର କରିବାଟି ଭୁଲ ଅଟେ। ବର୍ତ୍ତମାନ ଲୋକମାନେ ଯାହାକୁ ପ୍ରେମ କରନ୍ତି, କେବଳ ତାହାରି ପାଇଁ ହିଁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତି। କେବଳ ତାହା ବିଷୟରେ ହିଁ ସବୁ ସମୟରେ ଭାବନ୍ତି ଓ ତାକୁ ପାଇବା ପାଇଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହୋଇଯାଏ। କିନ୍ତୁ ଏସବୁ ଭୁଲ ଅଟେ। ଋଷି ପୁଣି କହିଲେ, ତୁମେ ଜାଣ କି ପଶୁ ପକ୍ଷୀମାନଙ୍କ ମଧ୍ୟରେ ବି କାମ ବାସନା ଅଛି, କାରଣ ସେମାନେ ବି ସେମାନଙ୍କର ବଂଶକୁ ଆଗକୁ ବଢ଼ାଇବାକୁ ଚାହାନ୍ତି। ଋଷି ଆହୁରି କହିଲେ ଯେ ଆମେ କାହିଁକି ପଶୁମାନଙ୍କର କାମ ବାସନାକୁ ଭୁଲ ବୋଲି କହୁନାହିଁ? ଯୁବକ ଜଣକ କହିଲେ, ଗୁରୁଦେବ, ମୁଁ ଏହି ପ୍ରଶ୍ନର ଉତ୍ତର ଜାଣେ ନାହିଁ, ଆପଣ ହିଁ ମୋତେ ଏହାର ଉତ୍ତର କୁହନ୍ତୁ। ଏହାପରେ ଋଷି କହିଲେ, କାରଣ ସେମାନେ ଆନନ୍ଦ ରହିବା ପାଇଁ ଏହା କରନ୍ତି ନାହିଁ, କେବଳ ବଂଶ ବିସ୍ତାର କରିବା ପାଇଁ କାମ ବାସନାର ବ୍ୟବହାର କରନ୍ତି। ପ୍ରକୃତି ଏହି ପଶୁପକ୍ଷୀମାନଙ୍କୁ ଏତିକି ବୁଝିବା ଶକ୍ତି ଦେଇନାହିଁ ଯାହାଫଳରେ ସେମାନେ ଏହି କାମ ବାସନାକୁ ନିଜର ସୁଖର ଆଧାର କରିପାରିବେ। କିନ୍ତୁ ଅନ୍ୟ ପକ୍ଷରେ ମଣିଷମାନେ ପ୍ରକୃତି ଦତ୍ତ ସମସ୍ତ ଜିନିଷକୁ ସେମାନଙ୍କ ସୁଖର ମାଧ୍ୟମ ଭଳି ବ୍ୟବହାର କରନ୍ତି। ଠିକ୍ ଯେପରି କାମ ବାସନାକୁ ଆମେ ଆମ ଖୁସିର ଏକ ମାଧ୍ୟମ କରିଦେଇଛୁ, ଯେବେ କି ପ୍ରକୃତି ଆମକୁ ଏହା ବଂଶ ବିସ୍ତାର କରିବା ପାଇଁ ଦେଇଛି। କିନ୍ତୁ ପ୍ରତ୍ୟେକ ମଣିଷ ଏହାକୁ ନିଜ ଜୀବନର ମୂଳ ଲକ୍ଷ୍ୟ ରୂପେ ଭାବି ନେଇଛନ୍ତି। ଋଷିଙ୍କ ଠାରୁ ଏହି କଥା ଶୁଣି ଯୁବକଟି ପୁଣି ପଚାରିଲେ, ଗୁରୁଦେବ, ଏହି ବାସନା କାହିଁକି ଆମ ଉପରେ ନିଜର ପ୍ରାଧାନ୍ୟ ବଢ଼ାଇ ଦେଉଛି? ଏହି ବାସନା ସର୍ବଦା କାହିଁକି ଆମ ମନକୁ ଆସୁଛି? ତାପରେ ଋଷି କହିଲେ, ଶୁଣ, ବର୍ତ୍ତମାନ ମୁଁ ତୁମକୁ ଏକ କାହାଣୀ କହିବି। ଏହାକୁ ଭଲ ଭାବରେ ଶୁଣିବ। ତୁମେ ତୁମର ସମସ୍ତ ପ୍ରଶ୍ନର ଉତ୍ତର ପାଇଯିବ। ଏହାର ସତର୍କତାର ସହିତ ଶୁଣିବାକୁ ଏବଂ ବୁଝିବାକୁ ଚେଷ୍ଟା କରିବ। ଯୁବକ ଜଣକ କହିଲେ, ଠିକ୍ ଅଛି ଗୁରୁଦେବ। ଋଷି କାହାଣୀଟି ଆରମ୍ଭ କରିଲେ। ସେ କହିଲେ, ଏକଦା ଗୋଟିଏ ଆଶ୍ରମରେ ଜଣେ ଗୁରୁ ଏବଂ ତାଙ୍କର ଅନେକ ଶିଷ୍ୟ ଥିଲେ। ସେହି ଆଶ୍ରମରେ ସମସ୍ତ ଶିଷ୍ୟ ପ୍ରତିଦିନ ନିକଟସ୍ଥ ଏକ ଗ୍ରାମକୁ ଭିକ୍ଷା ମାଗିବାକୁ ଯାଆନ୍ତି। ଦିନେ ଆଶ୍ରମରେ ଜଣେ ଯୁବା ଶିଷ୍ୟ ଭିକ ମାଗିବା ପରେ ଆଶ୍ରମକୁ ଫେରିଥିଲେ। ସେହିଦିନ ଶିଷ୍ୟ ଜଣକ ସେହି ନଦୀ ପାଖ ଦେଇ ଆସିବା ସମୟରେ ଜଣେ ଯୁବକଙ୍କୁ ଗଛ ପଛରେ ଲୁଚି ରହି କିଛି ଦେଖୁଥିବାର ଦେଖିଲେ। ସେ ସେହି ଯୁବକ ପାଖକୁ ଯାଇ ପଚାରିଲେ, ଭାଇ, ତୁମେ ଏହି ଗଛ ପଛରେ ଲୁଚି ରହି କ'ଣ ଦେଖୁଛ? ଏହା ଶୁଣି ଯୁବକଟି ବିରକ୍ତ ହୋଇ କହିଲା, ଆରେ ଭାଇ, ତୁମେ ଦେଖିପାରୁନାହିଁ ମୁଁ କ'ଣ ଦେଖୁଛି? ଏହା ଶୁଣି ଶିଷ୍ୟ ଜଣକ ନଦୀ ଆଡ଼କୁ ଚାହିଁଲେ। ସେଠାରେ କିଛି ଯୁବତୀ ଝିଅମାନେ ନଦୀରୁ ଜଳ ବାହାର କରି ଘରକୁ ନେବା ପାଇଁ ଭର୍ତ୍ତି କରୁଥିଲେ। ସେ କିଛି ବୁଝିପାରିଲେ ନାହିଁ। ତେଣୁ ସେ ପୁଣି ସେହି ଯୁବକକୁ ପଚାରିଲେ, ଆରେ ଭାଇ, ସେଠାରେ ତ ଝିଅମାନେ ଜଳ ଭର୍ତ୍ତି କରୁଛନ୍ତି, ଏଥିରେ ଲୁଚି ରହି ଦେଖିବାର କାରଣ କ'ଣ ଅଛି? ଯୁବକଟି ପୁଣି ବିରକ୍ତ ହୋଇ କହିଲା, ଆରେ ଭାଇ, ମୁଁ ଜାଣିଛି ସେମାନେ ଜଳ ଭର୍ତ୍ତି କରୁଛନ୍ତି, କିନ୍ତୁ ତୁମେ କ'ଣ ତାଙ୍କ ରୂପ, ଜଳ ଭରିବାର ଭଙ୍ଗୀ,
ସେମାନଙ୍କ ଶରୀରର ଗଢ଼ଣ, ସେମାନଙ୍କର କେଶ, ସେମାନଙ୍କର ଅଣ୍ଟା ଉପରେ ନଜର ରହୁଛି। ମନେ ହେଉଛି ଯେପରି ଏଠାରେ ସୌନ୍ଦର୍ଯ୍ୟର ବିକ୍ରୟ ହେଉଛି। ଏହା ଶୁଣି ଶିଷ୍ୟଟି ପୁନର୍ବାର ନଦୀ ଆଡ଼କୁ ଚାହିଁଲେ ଏବଂ ଏଥର ସେ ସେମାନଙ୍କୁ ଦେଖି ସ୍ତବ୍ଧ ହୋଇ ରହିଗଲେ। ତ ଶିଷ୍ୟଟି କିଛି ଜାଣିନଥିଲେ, ତେଣୁ ତାର କୌଣସି ଜିନିଷରେ ଭୟ ନଥିଲା। କିନ୍ତୁ ବର୍ତ୍ତମାନ ସେ ଗଛ ପାଖରେ ଲୁଚି ରହି ସେହି ଝିଅମାନଙ୍କୁ ଦେଖିବାକୁ ଲାଗିଲା। ଏହି ସମୟରେ ସେ ହଠାତ୍ ନିଜ ଅନ୍ତରରୁ ମନରୁ କିଛି ଶବ୍ଦ ଶୁଣି ଥରି ଉଠିଲା ଏବଂ ସେ ଭାବିଲା, ମୁଁ ଏ କ'ଣ କରୁଛି? ଏହା ଠିକ୍ ନୁହେଁ, ମୋତେ ଏଠାରୁ ଚାଲିଯିବା ଉଚିତ। ଏବଂ ତାପରେ ସେ ଶୀଘ୍ର ସେଠାରୁ ବାହାରି ଆଶ୍ରମକୁ ଫେରିଗଲା। ସେ ଫେରି ନିଜ କାମ ଆରମ୍ଭ କଲା, କିନ୍ତୁ ଆଜି ଯାହା ଦେଖିଲେ ତାହା ତାଙ୍କ ଆଖି ଆଗରେ ବାରମ୍ବାର ଆସୁଥିଲା। ତାଙ୍କ ମନରେ ସେହି ଦୃଶ୍ୟ ଚାଲିଥିଲା। କୌଣସି କାମ କରିବାର ତାଙ୍କର ଆଗ୍ରହ ନଥିଲା। ସେ ପୁଣି ସେଠାକୁ ଯିବା ପାଇଁ ବ୍ୟାକୁଳ ହୋଇ ଉଠୁଥିଲା। ତାପରେ ପରଦିନ ସକାଳେ ଶୀଘ୍ର ଭିକ ମାଗିବା ପାଇଁ ବାହାରିଗଲା ଓ ପୁଣି ସେହି ନଦୀ କୂଳରେ ଯାଇ ନିକଟରେ ଥିବା ଗଛ ପାଖକୁ ଯାଇଥିଲେ, ଯେଉଁଠାରେ ଗତକାଲିର ଯୁବକ ଜଣକ ପୂର୍ବରୁ ହିଁ ଉପସ୍ଥିତ ଥିଲେ। ସେହି ଶିଷ୍ୟ ଉପରୋକ୍ତ ଯୁବକ ସହିତ ଲୁଚି ରହି ଝିଅମାନଙ୍କୁ ଦେଖିବା ଆରମ୍ଭ କଲେ। ବର୍ତ୍ତମାନ ସେ ପ୍ରତିଦିନ ଏହା କରିବା ଆରମ୍ଭ କଲେ। ତାଙ୍କ ମନରେ କୌଣସି କାର୍ଯ୍ୟରେ ଲାଗୁନଥିଲା। ସେ ସର୍ବଦା କିଛି ନା କିଛି ଚିନ୍ତାରେ ବ୍ୟସ୍ତ ଥିଲେ। ସେ ଆଶ୍ରମ କାର୍ଯ୍ୟକୁ ମଧ୍ୟ ସଠିକ୍ ଭାବରେ କରିପାରୁନଥିଲେ। ନା ହିଁ ଠିକ୍ ଭାବରେ ଶୋଇପାରୁଥିଲେ, ନା ସେ ଠିକ୍ ଭାବରେ ଖାଇପାରୁଥିଲେ। ତାଙ୍କ ମନ ଅସ୍ଥିର ହେବାକୁ ଲାଗିଲା। ତାଙ୍କ ମନ ସେହି ଝିଅମାନଙ୍କର ସୌନ୍ଦର୍ଯ୍ୟକୁ ବାରମ୍ବାର ଦେଖିବା ପାଇଁ ଟାଣି ହେଉଥିଲା। ଯେତେବେଳେ ଆଶ୍ରମରେ ଗୁରୁ ଶିକ୍ଷା ଦେଉଥିଲେ ସେସବୁ ତାଙ୍କ ମନ ଭିତରେ ପଶୁନଥିଲା। ତାଙ୍କ ମନ ଅନ୍ୟ କୌଣସି ଭାବନା ରାଜ୍ୟରେ ହଜି ଯାଇଥିଲା। ଏହା ତାଙ୍କର ଦୈନନ୍ଦିନ କାର୍ଯ୍ୟ ହୋଇଗଲା। ଗୁରୁଜୀ ଏସବୁକୁ ନିରୀଖି ନେଇଥିଲେ। ସେ ନିଜ ଶିଷ୍ୟର ଏପରି ବ୍ୟବହାରକୁ ନିଜର ଦୂରଦୃଷ୍ଟିରେ ମାପି ସାରିଥିଲେ। ଦିନେ ଗୁରୁଦେବ ସେହି ଶିଷ୍ୟକୁ ଡାକି କହିଲେ, ଆଜିଠାରୁ ମୁଁ ମଧ୍ୟ ତୁମ ସହିତ ଭିକ ମାଗିବା ପାଇଁ ଯିବି। ଆମେ ଦୁହେଁ ଏକାଠି ଭିକ୍ଷା ମାଗିବାକୁ ଯିବା। ଏହା ଶୁଣି ଶିଷ୍ୟ ଜଣକ ନିଜ ଗୁରୁଙ୍କୁ ମନା କରି କହିଦେଲେ, ଗୁରୁଦେବ, ଆପଣ କାହିଁକି ଚିନ୍ତା କରୁଛନ୍ତି? ମୁଁ ଏକା ସବୁ କାମ କରିପାରିବି। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହା ଶୁଣି ଗୁରୁଜୀ କହିଲେ, ଠିକ୍ ଅଛି, ତୁମେ ଏକାକୀ ଭିକ୍ଷା ମାଗିବାକୁ ଯାଅ। ଗୁରୁଜୀ ଏହା କହିବା ମାତ୍ରେ ଶିଷ୍ୟ ଜଣକ ସଙ୍ଗେ ସଙ୍ଗେ ସେଠାରୁ ଭିକ୍ଷା ମାଗିବାକୁ ଚାଲିଗଲେ। ଗୁରୁଜୀ ମଧ୍ୟ ଆଶ୍ରମ ଛାଡ଼ି ତାଙ୍କ ପଛେ ପଛେ ଯିବାକୁ ଲାଗିଲେ, କାରଣ ସେ ଜାଣିବାକୁ ଚାହିଁଲେ ଯେ ତାଙ୍କ ଶିଷ୍ୟ କ'ଣ କରୁଛନ୍ତି, କାହା ସାଙ୍ଗରେ ମିଶୁଛନ୍ତି। ଟିକିଏ ସମୟ ଆଗକୁ ଯିବା ପରେ ଗୁରୁଜୀ ଦେଖିଲେ ଯେ ତାଙ୍କ ଶିଷ୍ୟ ଜଣେ ଯୁବକ ସହିତ ଗୋଟିଏ ଗଛ ପଛରେ ଲୁଚି କିଛି ଦେଖୁଛନ୍ତି। ଆଶ୍ଚର୍ଯ୍ୟ ହୋଇ ସେ ମଧ୍ୟ ସେମାନଙ୍କ ପଛରେ ଗଲେ ଓ ଭାବିଲେ, ତାଙ୍କ ଶିଷ୍ୟ ଏମିତି କ'ଣ ଦେଖୁଛନ୍ତି ଯେ ତାଙ୍କୁ ଅପରାଧୀମାନଙ୍କ ଭଳି ଲୁଚିବାକୁ ପଡ଼ୁଛି। ତାପରେ ଗୁରୁଜୀ ଦେଖିଲେ ଯେ ତାଙ୍କ ଶିଷ୍ୟ ଗଛ ପଛରେ ଲୁଚି ରହି ନଦୀ ଜଳରେ ଆଣୁଥିବା ଯୁବତୀ ଝିଅମାନଙ୍କୁ ଦେଖୁଥିଲେ। ଏହାପରେ ସେ ତାଙ୍କ ଶିଷ୍ୟଙ୍କୁ ପଛରୁ ଡାକି କହିଲେ, ତୁମେ ଏଠାରେ କ'ଣ କରୁଛ? ଏହା ଶୁଣି ଶିଷ୍ୟ ଜଣକ ଭୟଭୀତ ହୋଇ ଥରିବାକୁ ଲାଗିଲେ। ତାଙ୍କ ଦେହରୁ ଝାଳ ବୋହିବାକୁ ଲାଗିଲା। ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ ହୋଇଗଲା ଓ ସେ ନିଜ ଗୁରୁଙ୍କ ସହ ଆଖି ମିଶାଇ ପାରିଲେ ନାହିଁ। ଏହା ଦେଖି ଗୁରୁଜୀ ପୁଣି କହିଲେ, ମୋ ଶିଷ୍ୟ କୁଆଡ଼େ ଗଲେ? ସିଏ ତ ନିର୍ଭୟ ଥିଲେ, କୌଣସି କଥାରେ ତାଙ୍କର ଭୟ ନଥିଲା, କିନ୍ତୁ ତୁମେ ତ ଭୟରେ ଥରିବାକୁ ଲାଗୁଛ। ନିଜ ଗୁରୁଙ୍କୁ ଏପରି ପ୍ରଶ୍ନ ଶୁଣି ଶିଷ୍ୟଟି କହିଲେ, ମୋତେ କ୍ଷମା କରନ୍ତୁ ଗୁରୁଦେବ। ବିଶ୍ୱାସ କରନ୍ତୁ, ଏଥିରେ ମୋର କିଛି ଦୋଷ ନାହିଁ। ଏହି ଭାଇ ଜଣକ ମୋତେ ଏହି ରାସ୍ତାରେ ନେଇଥିଲେ। ମୁଁ ଆପଣଙ୍କ ଆଗରେ ପ୍ରତିଜ୍ଞା କରୁଛି ଯେ ଆଜିଠାରୁ ଏହିପରି କାର୍ଯ୍ୟ ଆଉ କରିବି ନାହିଁ। ଏହା ଶୁଣି ଗୁରୁଦେବ କହିଲେ, କିଛି ଅସୁବିଧା ନାହିଁ, କିନ୍ତୁ ମନେ ରଖ ଯେ ଆମେ ଯେମିତି ସଙ୍ଗତିରେ ରହିବା ସେହି ଅନୁଯାୟୀ ଫଳ ପାଇବା। ସେହି ଚିନ୍ତାଧାରା ହିଁ ଆମ ଭିତରେ ପ୍ରବେଶ କରିବ। ତେଣୁ ସଙ୍ଗତି ଭଲ ହେବା ଆବଶ୍ୟକ। ଏହାପରେ ଗୁରୁଦେବ ଏବଂ ଶିଷ୍ୟ ଦୁହେଁ ଆଶ୍ରମକୁ ଫେରିଗଲେ ଏବଂ ପୁନର୍ବାର ଆଶ୍ରମର କାର୍ଯ୍ୟରେ ଧ୍ୟାନ ଦେବା ଆରମ୍ଭ କଲେ। ସେ ସମସ୍ତ କାର୍ଯ୍ୟକୁ ଯତ୍ନର ସହ କରୁଥିଲେ। ସେ ନିଜ ରାସ୍ତାକୁ ବଦଳାଇ ଭିକ୍ଷା ମାଗିବା ପାଇଁ ଯାଉଥିଲେ। ନିଜକୁ ସରଳ ଓ ସଂଯତ ରଖିବା ପାଇଁ ପୁରା ପ୍ରୟାସ କରୁଥିଲେ। କିନ୍ତୁ ଏତେ ସବୁ ପରେ ବି ଧୀରେ ଧୀରେ ତାଙ୍କ ମନ ଭିତରେ କ୍ରୋଧ ସୃଷ୍ଟି ହେଉଥିଲା। ତାପରେ ସେ ଛୋଟ ଛୋଟ କଥାରେ ଅନ୍ୟମାନଙ୍କ ଉପରେ କ୍ରୋଧିତ ହେବାକୁ ଲାଗିଲେ। ସେ ଠିକ୍ ସମୟରେ ଖାଦ୍ୟ ମଧ୍ୟ ଖାଉନଥିଲେ।
ତାଙ୍କର ଖାଇବା ପରିମାଣ ମଧ୍ୟ କମିବାର ଲାଗିଲା। ଏହିସବୁ ଦେଖି ଦିନେ ଗୁରୁଜୀ ତାଙ୍କ ପାଖକୁ ଆସି କହିଲେ, ପୁତ୍ର ତୁମେ କେତେଥର ନିଜ ପ୍ରତିଜ୍ଞାରୁ ଓହରିବ? ନିଜ ଗୁରୁଙ୍କର ଏପରି ପ୍ରଶ୍ନ ଶୁଣି ଶିଷ୍ୟଟି ନିଜ ଗୁରୁଙ୍କ ପାଦ ତଳେ ପଡ଼ି କାନ୍ଦିବାକୁ ଲାଗିଲା ଓ କାନ୍ଦି କାନ୍ଦି ଗୁରୁଜୀଙ୍କୁ କହିଲା, ଗୁରୁଦେବ ମୁଁ ମୋ ପ୍ରତିଜ୍ଞାରୁ ଅନେକ ଥର ଓହରିଛି। ମୁଁ ବହୁତ ଥର ପ୍ରତିଜ୍ଞା କରିଛି, କିନ୍ତୁ ପ୍ରତ୍ୟେକ ଥର ମୁଁ ମୋ ପ୍ରତିଜ୍ଞାକୁ ପୂରା କରିପାରୁନାହିଁ। ଗୁରୁଦେବ ମୋ ମନକୁ ମୁଁ ନିୟନ୍ତ୍ରଣ ହିଁ ରଖିପାରୁନାହିଁ। ମୁଁ ମୋ ମନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି, କିନ୍ତୁ କିପରି କରିବି? ସମସ୍ତ ପ୍ରକାରର ଖରାପ ଚିନ୍ତାଧାରାକୁ ମନରୁ ହଟାଇବାକୁ ଚେଷ୍ଟା କରୁଛି, କିନ୍ତୁ ମୁଁ ଚାହିଁଲେ ବି ମଧ୍ୟ ଏହା କରିପାରୁନାହିଁ। ନିଜ ଶିଷ୍ୟର ଏହିପରି କଥା ଶୁଣି ଗୁରୁ ଟିକିଏ ଚିନ୍ତା କଲେ ଓ ପରେ ଶିଷ୍ୟକୁ କହିଲେ, ଠିକ୍ ଅଛି, ମୋ ସହିତ ଆସ। ଏହାପରେ ଗୁରୁଜୀ ନିଜ ଶିଷ୍ୟକୁ ନେଇ ଆଶ୍ରମ ବଗିଚାକୁ ଗଲେ। ସେଠାରେ ସେ ବହୁଥିବା ନାଳିକୁ ଦେଖାଇ ନିଜ ଶିଷ୍ୟଟିକୁ କହିଲେ, ଦେଖ ଏଠାରେ କିଛି ନାଳି ଅଛି, ଯାହାଦ୍ୱାରା ନିକଟସ୍ଥ ନଦୀର ଜଳ ଏହି ବଗିଚାକୁ ଆସୁଛି। ତୁମେ କ'ଣ ଏହି ଜଳର ପ୍ରବାହକୁ ବନ୍ଦ କରିପାରିବ? ଏହା ଶୁଣି ଶିଷ୍ୟଟି ଉତ୍ତର ଦେଲେ, ହଁ ଗୁରୁଦେବ, ମୁଁ ଏହି ପ୍ରବାହକୁ ବନ୍ଦ କରିପାରିବି। ଏହା କହି ଯୁବକଟି କିଛି ମାଟି ଓ ପଥର ଆଣି ନାଳ ଆଗରେ ପକାଇଦେଲେ। ପାଣି ବୋହିବା ବନ୍ଦ ହୋଇଗଲା। ଏହାପରେ ସେ ଗୁରୁଜୀଙ୍କୁ କହିଲେ, ଗୁରୁଜୀ ମୁଁ ଏହି ଜଳର ପ୍ରବାହକୁ ବନ୍ଦ କରିଦେଲି। ଗୁରୁଜୀ ସ୍ୱଳ୍ପ ହସିଲେ, କିନ୍ତୁ କିଛି ସମୟ ପରେ ସେହି ମାଟି ପଥର ଉପରକୁ ଦେଇ ଜଳ ପୁଣି ପ୍ରଭାବିତ ହେବାକୁ ଲାଗିଲା। ଏହା ଦେଖି ଗୁରୁଜୀ କହିଲେ, ଆରେ ଏହି ଜଳର ପ୍ରବାହ ତ ପୁଣି ଆରମ୍ଭ ହୋଇଗଲା। ଏହାପରେ ଶିଷ୍ୟ ଜଣକ ପୁଣି କିଛି ମାଟି ଓ ପଥର ଆଣି ନାଳି ଆଗରେ ପକାଇଦେଲେ, କିନ୍ତୁ ପୂର୍ବ ପରି ଏଥର ବି କ୍ଷଣିକ ପରେ ଜଳ ପୁଣି ପ୍ରଭାବିତ ହେବାକୁ ଲାଗିଲା। କିଛି ଲାଭ ହେଲା ନାହିଁ, ଜଳର ପ୍ରବାହ ପୁଣି ଆରମ୍ଭ ହୋଇଗଲା। ଏଥର ଗୁରୁଦେବ ଶିଷ୍ୟକୁ ଚାହିଁ କହିଲେ, ଆରେ କ'ଣ ହେଲା? ତୁମେ ତ କହୁଥିଲ ଜଳର ପ୍ରଭାବକୁ ବନ୍ଦ କରିଦେବ, କିନ୍ତୁ ଏଠି ତ ଜଳର ପ୍ରବାହ ଥରକୁ ଥର ପୁଣି ଆରମ୍ଭ ହୋଇଯାଉଛି। ଗୁରୁଦେବଙ୍କର ଏପରି କଥା ଶୁଣି ଏଥର ଶିଷ୍ୟଟି ପୁରା ଦମ୍ଭରେ କହିଲେ, କିଛି ଅସୁବିଧା ନାହିଁ ଗୁରୁଦେବ, ମୁଁ ଏହି ଜଳର ପ୍ରଭାବକୁ ବର୍ତ୍ତମାନ ବନ୍ଦ କରି ଆପଣଙ୍କୁ ଦେଖାଇଦେବି। ଏହା କହି ସେ ପୁଣି ଏକ ଭାରୀ ପଥର ଓ ଅଧିକ ପରିମାଣର ମାଟି ଆଣି ସେହି ନାଳି ଉପରେ ରଖିଲେ ଏବଂ ଜଳର ପ୍ରବାହ ବନ୍ଦ ହୋଇଗଲା। ଏଥର ଶିଷ୍ୟ ଗୁରୁଙ୍କୁ କହିଲେ, ଗୁରୁଦେବ ମୁଁ ଜଳର ପ୍ରବାହ ବନ୍ଦ କରିଲି ବୋଲି କହିଥିଲି ନା, ଦେଖନ୍ତୁ ମୁଁ ବନ୍ଦ କରିଦେଲି ଓ ମୁଁ କହିଥିଲି କଥା କରିକି ଦେଖେଇଲି। ଏହାପରେ ଗୁରୁଜୀ ହସି ହସି କହିଲେ, ପୁତ୍ର ଭଲ ଭାବରେ ଦେଖ, ସତରେ କ'ଣ ଜଳର ସ୍ରୋତ ବନ୍ଦ ହୋଇଗଲା, ନା ଏହା ପଛେ ନିଜ ଚାରିପଟେ ରାସ୍ତା ବାହାର କରି ପ୍ରଭାବିତ ହେଉଛି? ଭଲ ଭାବରେ ଦେଖ, ଏହା ପଥର ସାମ୍ନାକୁ ମଧ୍ୟ ଆସିଗଲା। ତାର ପଥ ପରିବର୍ତ୍ତନ କରି ପୁନର୍ବାର ଆଗକୁ ପ୍ରଭାବିତ ହେବ ଏବଂ ସତକୁ ସତ କିଛି ସମୟ ପରେ ସମାନ ଘଟଣା ଘଟିଲା। ଜଳ ନିଜର ପଥ ନିଜେ ତିଆରି କରି ପୂର୍ବ ପରି ବୋହିବାକୁ ଲାଗିଲା। ଏହାପରେ ଗୁରୁଦେବ ଶିଷ୍ୟଟିକୁ ବୁଝାଇବାକୁ ଯାଇ କହିଲେ, ତୁମ ସହିତ ଠିକ୍ ଏହି ସମାନ ଘଟଣା ଘଟୁଛି। ତୁମେ ବାରମ୍ବାର ଚେଷ୍ଟା କରୁଛ, କିନ୍ତୁ ପ୍ରତ୍ୟେକ ଥର ତୁମର ଉଦ୍ୟମ ସଫଳ ହେଉନି ଏବଂ ଏହା ହେବନି ମଧ୍ୟ, କାରଣ ତୁମେ ଯେତେ ମାଟି ଓ ପଥର ରାସ୍ତାରେ ରଖ, ଜଳ ସବୁବେଳେ ନିଜର ରାସ୍ତା ବନେଇବ ଓ ବହିଯିବ। ଏସବୁ ଶୁଣି ଶିଷ୍ୟଟି ଗୁରୁଜୀଙ୍କୁ କହିଲା, ଗୁରୁଦେବ ଆପଣଙ୍କ ପାଖରେ କ'ଣ ଏମିତି କୌଣସି ଉପାୟ ନାହିଁ, ଯାହାଦ୍ୱାରା ମୁଁ ଏହି ଖରାପ ଚିନ୍ତାଧାରାକୁ ମୋ ମନକୁ ଆସିବାକୁ ବନ୍ଦ କରିପାରିବି? ଏହାପରେ ଗୁରୁଜୀ ତାଙ୍କୁ ସେହି ନଦୀ ପାଖକୁ ନେଇଗଲେ, ଯେଉଁଠାରୁ ଜଳ ସେହି ବଗିଚାକୁ ଆସୁଥିଲା। ଏହାପରେ ଗୁରୁଜୀ କହିଲେ, ଏହି ନଦୀରୁ ଜଳ ଆମ ବଗିଚାକୁ ଯାଉଛି। ଯଦି ଆମେ ଏହି ଜଳ ଯାଉଥିବା ରାସ୍ତାକୁ ବନ୍ଦ କରିଦେବା, ତେବେ ଏହା ଆଉ ବୋହିବ ନାହିଁ। ତାପରେ ଶିଷ୍ୟ ଜଣକ କହିଲେ, ମୁଁ ଏହି ଜଳକୁ ଏଠାରୁ ହିଁ ବନ୍ଦ କରିଦେବି। ପୁନର୍ବାର ସେ ପରିଶ୍ରମ କରି ପଥର ଓ ମାଟି ପକାଇ ନଦୀରୁ ବଗିଚା ଆଡ଼କୁ ଆସୁଥିବା ରାସ୍ତାକୁ ବନ୍ଦ କରିଦେଲେ। ଏହା ଦେଖି ଗୁରୁଦେବ କହିଲେ, ଯଦି ଜଳ ବଗିଚାକୁ ପ୍ରଭାବିତ ହେବ ନାହିଁ, ତେବେ ଥିବା ଗଛଗୁଡ଼ିକ କେଉଁଠାରେ ଜଳ ପାଇବେ? ତା ଛଡ଼ା ଗଛମାନଙ୍କ ମଧ୍ୟରେ ଏମିତି ବି କିଛି ଗଛ ଅଛି ଯାହା ପ୍ରତିଦିନ ଜଳ ଆବଶ୍ୟକ କରେ। ବର୍ତ୍ତମାନ ସେ ଗଛଗୁଡ଼ିକର କ'ଣ ହେବ? ତେଣୁ ଚାଲ ନଦୀର ରାସ୍ତା ଖୋଲିଦିଅ। ଶିଷ୍ୟ ଗୁରୁଙ୍କ କଥା ଶୁଣିବା ପରେ ନଦୀର ନିର୍ଗତ ଜଳ ରାସ୍ତା ଖୋଲିଦେଲେ। ଏହାପରେ ଗୁରୁଜୀ ପୁଣି ତାଙ୍କୁ ପଚାରିଲେ, ଯଦି ଆମେ ଏହି ନଦୀର ସମ୍ପୂର୍ଣ୍ଣ ଜଳକୁ ବଗିଚା ଆଡ଼କୁ ମୁହାଇ ଦେବା, ତେବେ କ'ଣ ହେବ? ଶିଷ୍ୟଟି ଉତ୍ତର ଦେଲେ, ଗୁରୁଦେବ ସେଠାରେ ଥିବା ସମସ୍ତ ଗଛ ନଷ୍ଟ ହୋଇଯିବ ଏବଂ ସେଠାରେ କିଛି ରହିବ ନାହିଁ।
ଏହାପରେ ଗୁରୁଜୀ କହିଲେ, ମୁଁ ଏସବୁ ତୁମକୁ ତୁମ ଜୀବନର ସତ୍ୟତା ବୁଝାଇବା ପାଇଁ କହିଥିଲି। ତୁମେ ଦେଖିଲ ଗଛଗୁଡ଼ିକ ପାଇଁ ଜଳ କମ୍ ହୋଇଗଲା, ସେଗୁଡ଼ିକ ନଷ୍ଟ ହୋଇଯିବ ଏବଂ ଅଧିକ ହେଲେ ମଧ୍ୟ ନଷ୍ଟ ହୋଇଯିବ। ତେଣୁ ସବୁବେଳେ ସନ୍ତୁଳନ ବଜାୟ ରଖିବାକୁ ପଡ଼ିବ। ଯଦି ମୁଁ ତୁମକୁ ଆମ୍ବ ବିଷୟରେ ଭାବିବା ପାଇଁ କହିବି, ତୁମ ମନରେ ପ୍ରଥମେ କେଉଁ ଛବି ଉତ୍ପନ୍ନ ହେବ? ଶିଷ୍ୟଟି ହାତ ଯୋଡ଼ି କହିଲା, ଗୁରୁଦେବ, ମୋ ମନରେ ପ୍ରଥମେ ଆମ୍ବର ହିଁ ଚିତ୍ର ଆସିବ। ଗୁରୁଦେବ ପୁଣି କହିଲେ, ଯେତେବେଳେ ଆମେ ଖରାପ ଚିନ୍ତାଧାରାକୁ ବନ୍ଦ କରିବା ପାଇଁ ଚେଷ୍ଟା କରୁ, ତାହା ଅଧିକ ଶକ୍ତିର ସହିତ ଆମ ମନ ଭିତରେ ପ୍ରବେଶ କରେ। ତେଣୁ ଆମେ ସେଗୁଡ଼ିକୁ ଦମନ କରିବାକୁ ଚେଷ୍ଟା କରିବାକୁ ଉଚିତ ନୁହେଁ, ବରଂ ଆମ ଚିନ୍ତାଧାରାରେ ସନ୍ତୁଳନ ରଖିବା ଉଚିତ। ତାପରେ ଗୁରୁଜୀ ପୁନଃ ବୁଝାଇ କହିଲେ, ଯଦି ଆମେ ଖରାପ ଲୋକଙ୍କ ସହ ଜଡ଼ିତ ହେବା, ତେବେ ଆମର ଚିନ୍ତାଧାରା ମଧ୍ୟ ଖରାପ ହେବ। ଅନେକ ଥର ଏମିତି ଘଟେ ଯେ ଆମର କାମ ବାସନା ଆମ ମନରେ ହିଁ ବିଲକୁଲ ନଥାଏ, କିନ୍ତୁ କିଛି ଲୋକଙ୍କ କିଛି ଅଶ୍ଳୀଳତା ଭରା କାର୍ଯ୍ୟ ଯୋଗୁଁ ତାହା ଆମ ମନକୁ ବିଚଳିତ କରିଦିଏ। ଏହାପରେ ଶିଷ୍ୟ ଜଣକ ପୂରାପୂରି ଏହି ସତ୍ୟତାକୁ ବୁଝିଗଲେ ଓ ନିଜ ଗୁରୁଙ୍କୁ କହିଲେ, ଆପଣ ସତ କହିଛନ୍ତି ଗୁରୁଦେବ, ମୁଁ ମୋ ବାଟ ହରାଇଥିଲି, କିନ୍ତୁ ବର୍ତ୍ତମାନ ସେ ସବୁ ବୁଝିଗଲି। ଏଥର ମୋତେ ଆଜ୍ଞା ଦିଅନ୍ତୁ। ଏହାପରେ ଶିଷ୍ୟ ଜଣକ ନିଜ କୁଟୀରକୁ ଚାଲିଗଲେ। ସେହି ରାତି ବହୁତ ଶାନ୍ତିରେ ଶୋଇଥିଲେ। ସକାଳେ ସେ ତାଙ୍କର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ କଲେ ଏବଂ ତାପରେ ସେ ପୁରୁଣା ରାସ୍ତାରେ ଭିକ ମାଗିବାକୁ ଯାଇଥିଲେ। ସେଠାରେ ପୂର୍ବରୁ ସେହି ଯୁବକ ଜଣକ ଗଛ ପଛରେ ଲୁଚି ରହି ସେହି ଝିଅମାନଙ୍କୁ ଦେଖୁଥିଲେ, ଯେଉଁଠି ସେହି ଝିଅମାନେ ଜଳ ଭର୍ତ୍ତି କରୁଥିଲେ। ଶିଷ୍ୟଟି ସେହି ଝିଅମାନଙ୍କ ପାଖରୁ ନଦୀ କୂଳକୁ ଗଲେ ଓ ସେମାନଙ୍କୁ କିଛି ଜଳ ପିଇବା ପାଇଁ ମାଗିଲେ। ଜଣେ ଝିଅ ଆସି ତାଙ୍କୁ ଜଳ ପିଇବାକୁ ଦେଲା। ଜଳ ପିଇବା ପରେ ଶିଷ୍ୟଟି ସେହି ଝିଅମାନଙ୍କର ପାଦକୁ ଛୁଇଁ ପ୍ରଣାମ କଲେ। ତାଙ୍କ ମନରେ ସକାରାତ୍ମକ ଶକ୍ତିର ପରିପୂର୍ଣ୍ଣ ହୋଇଗଲା ଓ ତାଙ୍କ ମୁହଁରେ ହସ ଖେଳିଗଲା, ଯେପରି ତାଙ୍କୁ କିଛି ହଜିଯାଇଥିବା ବସ୍ତୁ ମିଳିଯାଇଥିଲା। ସେ ଫେରି ଆସି ନିଜ ରାସ୍ତାରେ ଯିବାକୁ ଲାଗିଲେ। ଗଛ ପଛରେ ଲୁଚି ରହିଥିବା ଯୁବକ ଜଣକ ତାଙ୍କ ପାଖକୁ ଆସି କହିଲେ, ଆରେ ଭାଇ, କ'ଣ ହେଲା? ଆଜି ତୁମେ ସେମାନଙ୍କୁ ଅତି ନିକଟରୁ ଦେଖୁଛ, କ'ଣ ଅନୁଭବ କଲ କି? ଏହା ଶୁଣି ଶିଷ୍ୟଟି କହିଲା, ତୁମେ ସବୁବେଳେ ଅନ୍ୟମାନଙ୍କୁ ଦେଖିବାରେ ବ୍ୟସ୍ତ, ତେଣୁ ନିଜକୁ ଦେଖିବାର ସକ୍ଷମ ନୁହଁ। ତୁମେ ଏହି ଗଛ ପଛରେ ଠିଆ ହେବା ଛାଡ଼, ସେମାନଙ୍କ ପାଖକୁ ଯାଅ ଓ ଯଦି କାହାକୁ ପସନ୍ଦ କର, ତେବେ ତୁମେ ତାକୁ କୁହ। ଯଦି ସେ ତୁମକୁ ପସନ୍ଦ କରନ୍ତି, ତାହେଲେ ତାଙ୍କୁ ବିବାହ କର। ହଁ, କିନ୍ତୁ ଏହା ପୂର୍ବରୁ ତୁମେ କିଏ, ନିଜେ ନିଜକୁ ଜାଣ। ଏହିପରି ସମୟ ନଷ୍ଟ କର ନାହିଁ। ଏହା ଶୁଣି ସେ ଯୁବକଟିକୁ ବହୁତ ଭଲ ଲାଗିଲା। ସେ ପ୍ରତିଦିନ ଶିଷ୍ୟଟିକୁ ଭେଟିବା ଆରମ୍ଭ କଲା। ବର୍ତ୍ତମାନ ଯୁବକ ଜଣକ ନଦୀକୁ ଯିବାକୁ ମଧ୍ୟ ଛାଡ଼ିଦେଲେ ଏବଂ ନିଜ ଜୀବନରେ କିଛି କରି ସଫଳ ହେବାକୁ ସଂଘର୍ଷ କରିବାକୁ ଲାଗିଲେ। ଏହାପରେ ଋଷି ସେହି ନବଯୁବକ ଜଣକୁ କହିଲେ, ବର୍ତ୍ତମାନ ତୁମେ ବୁଝିପାରିଲ ନା, କାମ ବାସନାରୁ କିପରି ନିବୃତ୍ତ ହୋଇପାରିବ? ଆମେ ନିଜର ମନକୁ ସନ୍ତୁଳନ ହିଁ ରଖିବାକୁ ପଡ଼ିବ। ଏହାପରେ ମହାବୀର ହନୁମାନ କାହାଣୀକୁ ସମାପ୍ତ କରି କହିଲେ, ହେ ନାରଦ ମୁନି, ଆପଣ ବୁଝିପାରିଲେ ନା ଖରାପ ଚିନ୍ତାଧାରାକୁ ଏଡ଼ାଇବା ପାଇଁ ଜଣେ ବ୍ୟକ୍ତିଙ୍କ ପାଇଁ କ'ଣ କରିବା ଉଚିତ? ତାପରେ ଦେବର୍ଷି ନାରଦ କହିଲେ, ହଁ ପବନପୁତ୍ର, ବର୍ତ୍ତମାନ ମୁଁ ଆପଣଙ୍କ କଥା ଠିକ୍ ଭାବରେ ବୁଝିପାରିଛି। ଜୟ ନାରଦ ମୁନିவர், ଜୟ ମହାବୀର ହନୁମାନ। ଭିଡ଼ିଓଟି ଯଦି ଭଲ ଲାଗିଛି ଭିଡ଼ିଓଟିକୁ ଲାଇକ୍ କରିବେ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।